কৃষ্ণ বলরাম কৃষ্ণ বলরাম কৃষ্ণ বলরাম বারম্বার প্রতিধ্বনিত ହେଉଛି ମୋ ମାନସ କୁଞ୍ଜେ। କିଏ ସେଇ କୃଷ୍ଣ କିଏ ବଳରାମ? ଏ ଦ୍ୱାପର ଯୁଗରେ ଶତ୍ରୁ ରୂପେ ଜନ୍ମ ନେଇଅଛି ଭୁବନଗ୍ରେ ନନ୍ଦ ରାଜାଗୃହୀ। ଅଷ୍ଟବର୍ଷ ବିନାଶ କରିବ ତ୍ରିଭୁବନ ବିଜୟୀ ବୀର କଂସାସୁରୀ। କୃଷ୍ଣ ବଳରାମ ତ୍ରିଭୁବନ ବିଜୟୀ କଂସ ଭୂଇଁ ମଥୁରା ରାଜ୍ୟରେ ସ୍ୱର୍ଗବର୍ତ୍ତ ପାତାଳକୁ କରିଅଛି ଜୟ। ନୃତ୍ୟପଣେ ଘଟେଇଛି ସମସ୍ତ ଦେବତା ମଣ୍ଡଳୀ। ଅପେକ୍ଷା କର କୃଷ୍ଣ ବଳରାମ, ଆସୁଛି ଯେ ସୁବର୍ଣ୍ଣ ସୁଯୋଗ। କୋଳେ କୋଳେ କୌଶଳେ ନିହତ କରିବି ମୁଁ ଏ ଦ୍ୱାପର ଯୁଗରୁ କୃଷ୍ଣ ବଳରାମ। ସମସ୍ତଙ୍କୁ ନମସ୍କାର। ଗ୍ରାଉଣ୍ଡ ନ୍ୟୁଜ୍ ସେବାର ପହଲା ପଡକାଷ୍ଟ के आपण मानकु सबको स्वागत है। मुझे हूँ स्मृति स्वरूप बारिक। आज आम संग अच्छन विश्व प्रसिद्ध बरगढ़ धनुयात्रार कंस अभिनय कर श्रीयुक्त भुवनेश्वर प्रधान। मो ना हूँ भुवनेश्वर प्रधान, घर हूँ बरगढ़ सरला। विश्व प्रसिद्ध बरगढ़ धनुयात्रा कंस महाराज। आज आपण जे भूमिका लिभोचन विश्व प्रसिद्ध बरगढ़ धनुयात्रा रे से तार आरंभ किन जगह होइतिला? आपन को केनता आपनकर मन लागितिला? मन भितरु की कहले तो किन जगह रोटा आरंभ होइतिला? मो बयस वर्तमान 58+। मते जते 12 वर्ष होउला से समय मु कला जगत रे पाद देछि। सर्वप्रथम गाँ नाटक महाभारत 12 वर्ष बयस मु अभिमन्यु, तापरे लक्ष्मण, तापरे शिव, तापरे हरिश्चंद्र पौराणिक कथा वस्तु को नहीं मु यात्रा आरंभ करी। तापरे मु गोटे यात्रा पार्टी करी दीर्घ 28 वर्ष। तार नाट्य कोन थिला? सरलेश्वरी गणनाट्य सरला महाराजा पार्टी। देखु 1994 मसीह मु बरगढ़ धनुयात्रा महामंत्री भूमिका अभिनय करुଥିଲି। गुरुश्री स्वर्गत गोपाल साहू पछरे एवं बरगढ़ धनुयात्रा 94 मसीह सैला ता 7 दिन पर चिचिला धनुयात्रा मु कंस अभिनय आरंभ कली। तापरे 94 मसीह मु कंस अभिनय आरंभ करिछि, किंतु 1998 19 2000 एवं 18 19 20 एवं 2025 मु 6 वर्ष है विश्व प्रसिद्ध बरगढ़ धनुयात्रा अभिनय करी सारी। कला जगत रे मु वर्तमान किछि नहेले भी 150 दरबार रे कंस अभिनय, 92टा मंच रे रावण, 87टा मंच रे जलंधर, तापर हिरण्यकश्यप, मुरासुर, महिषासुर इत्यादि समस्त राक्षस चरित्र रे मु अभिनय करी सारी। बरगढ़ धनुयात्रा सैला परे चलित वर्ष मु 2 गोटी मंच रे अभिनय करी सारी एवं आग को आहुरी ए चलित वर्ष पाई आहुरी 10टा यात्रा बा मंदिर प्रतिष्ठा अछि मु अभिनय करी। कलाकार जीवन रे आपनकर एते बरस कला परे भी आपनकर किछि गुटे दुखर समय जेना कि आपन कहबाले चाहबे कि से मोमेंट से टाइम टा आपन को होय तो भविष्य रे आ थरे ना आसे कि जेन भूली जा आपन सुधारवाले चाहबे। देखंतु कला जगत रे अनेक बाधा विघ्न होइछि। जते बेले मु निज यात्रा बाटी थिला मोर तृतीय नंबर पुत्र जो दिन मृत्युवरण कला ता 3 दिन पर मु पुणी रंग पाउडर बोले यात्रा करिछि। सेटा गोटे दुखर समय। द्वितीय जिते बड़े यात्रा जगत रे 60टा परिवार को लेकिन 60 जन कलाकार को लेकिन मु यात्रा पार्टी करी मोर 17 एकर जमी बिक्री हो गला।
সেই সমୟରେ ବି ମୁଁ ବହୁତ ଦୁଃଖ ଅନୁଭବ କରିଥିଲି। ଏଇମିତି ଅନେକ ବାଧା ବିଘ୍ନ ଝଡ଼ ଝଞ୍ଜା କଳା ଜଗତରେ ଆସିଛି। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଯେତେବେଳେ ଆପଣ କଂସର ଭୂମିକା ଯେତେବେଳେ ଆପଣ ନିଜେ ଗ୍ରହଣ କରସନ୍ ସେ ଜାଗାରେ ଆପଣଙ୍କର ମନ ଭିତରୁ ଅନ୍ତରାତ୍ମାରୁ କେନ୍ତା ଫିଲ୍ ଆସି ତାମାନେ ଦେଖନ୍ତୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଗୋଟେ ସ୍ୱତନ୍ତ୍ର ଯାତ୍ରା। ତେଣୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଯେତେବେଳେ ଆମେ ରଙ୍ଗ ପାଉଡ଼ର ବୋଳି ହେଇକି ମୁକୁଟ ଶିରରେ ପରିଧାନ କରି ଅସ୍ଥି ପୃଷ୍ଠରେ ଆରୋହଣ କରୁ, ନିଜକୁ ନିଜେ ଆମେ ଭାବି ନେଉ ଯେ ଆମେ ହେଉଛୁ ସେଇ ଦ୍ୱାପର ଯୁଗର କଂସ, ସତରେ ମୁଁ ସେ ଦ୍ୱାପର ଯୁଗର କଂସ। ଏଇ ଫିଲିଙ୍ଗସ୍ ଯଦି ନ ଆସିବ ତାହେଲେ ଅଭିନୟ କରିହେବ ନାହିଁ। ଦେଖନ୍ତୁ 1994 ମସିହାରେ ମୁଁ ଯେତେବେଳେ ଚିଚିଣ୍ଡା ଧନୁଯାତ୍ରାରେ ପ୍ରଥମ କରି କଂସ ଅଭିନୟ କଲି, ମୁକୁଟ ପରିଧାନ କଲି, ସେହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମାନ୍ୟବର ବିଜୁ ପଟ୍ଟନାୟକ ଆସିଥିଲେ ଚିଚିଣ୍ଡା ଧନୁଯାତ୍ରାକୁ ଏବଂ ସେହି ଯାତ୍ରା ଦିନବେଳା ଆସିଥିଲେ 10:30ରେ। 10 ମିନିଟ୍ ଲେଟ୍ କରିଥିଲେ, ତେଣୁ ମୁଁ ତାଙ୍କୁ 10,000 ଟଙ୍କା ଜରିମାନା କରିଥିଲି ଏବଂ ସେ ହସି ହସି ତାହା ପ୍ରଦାନ କରିଥିଲେ। ସେଇଟା ଗୋଟିଏ ମୋର ଅଭୁଲା ସ୍ମୃତି। ତାପରେ 97 ମସିହାରେ ଆସିଥିଲେ ନବୀନ ପଟ୍ଟନାୟକ ଏବଂ ଚଳିତ ବର୍ଷ 2025ରେ ଆମ ବରଗଡ଼ ଧନୁଯାତ୍ରାକୁ ଆସିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ମାଝୀ। ତେଣୁ ତିନିଟା ମୁଖ୍ୟମନ୍ତ୍ରୀ ମୋ ଦରବାରରେ ଉପସ୍ଥିତ ହୋଇଥିଲେ। ତେଣୁ ମୁଁ ବହୁତ ଆନନ୍ଦିତ ଏବଂ ଗର୍ବିତ। ଆପଣ ଯେତେବେଳେ ଗୋଟେ କଂସ ଭୂମିକାରେ ଯେତେବେଳେ ଆପଣ ଅବତୀର୍ଣ୍ଣ କରୁଛନ୍ତି ସେତେବେଳେ ଆପଣଙ୍କର ପରିବାର ଆପଣଙ୍କର ସାହି ପଡ଼ୋଶୀ ସମସ୍ତଙ୍କର ମନରେ କେନ୍ ଭାବନା ଥିସି ଆପଣଙ୍କୁ ସେତେବେଳେ ଦେଖିଲା ବେଳେ କେନ୍ତା ଲାଗ୍ସି ସେ ଜାଗାରେ ତାମାନେ ଆପଣ ଯେତେବେଳେ କଂସର ଭୂମିକାରେ ଥିସନ୍? ଯେତେବେଳେ ଚୟନ ପ୍ରକ୍ରିୟା ହୁଏ ଏବଂ ଫଳାଫଳ ଘୋଷଣା ହୁଏ ଯେ ଭୁବନେଶ୍ୱର ପ୍ରଧାନ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜ, ତେଣୁ ସେତେବେଳେ ଯେଉଁ ଆନନ୍ଦ ଉଲ୍ଲାସ ଉଦ୍ଦୀପନା ତାହା ସ୍ମରଣୀୟ। ଯେତେବେଳେ ବରଗଡ଼ ଧନୁଯାତ୍ରାରୁ ଉତ୍ତୀର୍ଣ୍ଣ ହେଇକି ଆମେ ଘରକୁ ଆସୁ, ଆମ ଗାଁ ସର୍ବପ୍ରଥମେ ଗାଁରେ ସମସ୍ତେ ଆନନ୍ଦ ଉଲ୍ଲାସରେ ଗାଁ ମୁଣ୍ଡରୁ ମୋତେ ପାଛୋଟିକି ନେଇ ଆସନ୍ତି ବାଜା ଗାଜା ନଗର କୀର୍ତ୍ତନ୍ୟ କରିକି ଘରକୁ। ଏବଂ ମୋ ପରିବାର 3 ପୁଅ 3 ବୋହୂ ଏବଂ 4 ନାତି ନାତୁଣୀ ସମସ୍ତେ ଆନନ୍ଦ ଉଲ୍ଲାସରେ ମୋ ସାହି ପଡ଼ିଶା ଇଷ୍ଟ ମିତ୍ର ବନ୍ଧୁ ବର୍ଗ ସମସ୍ତେ ଆନନ୍ଦିତ ଏବଂ ଉତ୍ସାହିତ। ତେଣୁ ସମସ୍ତଙ୍କ କୋପରେଟ୍ ମିଳୁଛି ମୋତେ, ତେଣୁ ମୁଁ ଅଭିନୟ କରିପାରୁଛି। ଏତେ ବର୍ଷ ଭିତରେ ଆପଣଙ୍କର କିଛି ଅଭୁଲା ସ୍ମୃତି ଯୋଉଟା ଆପଣ ପ୍ରକାଶ କରିବାକୁ ଚାହିଁବେ? ଅଭୁଲା ସ୍ମୃତି କହିଲେ 98, 2000 ମସିହାରେ ଯେତେବେଳେ ମୁଁ କଂସ ଅଭିନୟ କରୁଥିଲି ସେତେବେଳେ ବରଗଡ଼ ଧନୁଯାତ୍ରା ବରଗଡ଼ବାସୀ ହିଁ କରୁଥିଲେ ଏବଂ ତାପରେ 2007 କିମ୍ବା 8ରୁ ଶାସନ ପ୍ରଶାସନ ମିଶିକି ଯାତ୍ରା କଲେ, କିନ୍ତୁ ବରଗଡ଼ର କମିଟିକୁ ସଂଶ୍ଳିଷ୍ଟ କରି ସମସ୍ତେ ସମସ୍ତଙ୍କ ସହିତ ସମନ୍ୱୟ ରକ୍ଷା କରିକି ସେଇ କମିଟିରେ ସମସ୍ତେ ଅଛନ୍ତି, ଯାତ୍ରା ହେଲା। ତେଣୁ ବରଗଡ଼ ଯେତେବେଳେ ଯାତ୍ରା କରୁଥିଲା ସେତେବେଳର ଯାତ୍ରା ଆଉ ବର୍ତ୍ତମାନର ଯାତ୍ରା ଭିତରେ ଆକାଶ ପାତାଳ ଫରକ। କିଛି ଉଦାହରଣ ସହିତ କହିପାରିବେ ସେତେବେଳେ ବର୍ତ୍ତମାନର ଚଳିତ? ନା ସେତେବେଳେ କ'ଣ ହେଉଥିଲା ଦେଖନ୍ତୁ, ଯେତେବେଳେ ମୁଁ 98, 2000ରେ କଂସ ଅଭିନୟ କରୁଥିଲି ସେତେବେଳେ କଂସ, ମନ୍ତ୍ରୀ, ସେନାପତି, ଚାଣ୍ଡୁର, ମୁଷ୍ଟିକ 6-7 ଜଣଙ୍କୁ ନେଇକି ଯାତ୍ରା। ତାପରେ ଯେଉଁଦିନ ଯେଉଁ ଚରିତ୍ର ପଡ଼ିବ ସେଇଦିନ ସେଇ ଚରିତ୍ର ଆସନ୍ତି। ଧରି ଦିଅନ୍ତୁ ଷଡ଼ମଲ୍ଲ ଆସିବେ, ରଙ୍ଗସଭା ହେବ, ରାଣୀମାନେ ଯେଉଁଦିନ ତାଙ୍କ ପାଠ ପଡ଼ିବ ସେମାନେ ବି ଆସିବେ। କିନ୍ତୁ କଂସ ସାଙ୍ଗରେ 5-6 ଜଣ ସୀମିତ ରହିଥାନ୍ତି, କିନ୍ତୁ ବର୍ତ୍ତମାନ କଂସ ସାଙ୍ଗରେ ମିନିମମ୍ 150 ଲୋକ ମେକଅପ୍ ହେଇକି ରହୁଛନ୍ତି ସାଙ୍ଗରେ। ସେ ସାଙ୍ଗରେ କଂସ ସାଙ୍ଗରେ ପ୍ରଥମରେ ଚଳିତ ବର୍ଷ ଧନୁଯାତ୍ରାରେ ହସ୍ତି ପୃଷ୍ଠରେ ମୁଁ ଯେତେବେଳେ ଆରୋହଣ କରେ ମୋ ସାମ୍ନାରେ 40ରୁ 50 ଜଣ ସୈନିକ ବର୍ଚ୍ଛା ଧରିକି ଥିଲେ। ସେଟା ଗୋଟେ ଭବ୍ୟ ସମାରୋହ, ଭବ୍ୟ। ତାପରେ ପଛରେ ଲାଗିଥିବ 10-12ଟା ରଥ, ଓଟ, ଘୋଡ଼ା
ଇତ୍ୟାଦି ଇତ୍ୟାଦି ବହୁତ ଲୋକ ତେଣୁ ବହୁତ ଭଲ ଲାଗେ। ବର୍ଷ ଆପଣ କହିଥିଲେ ମୁଁ ଆଗକୁ କୌଣସି ଭୂମିକା ଆଉ କରିବି ନାହିଁ। ଆପଣ ମିଡ଼ିଆରେ ଆପଣ ଆମର ବାର୍ତ୍ତା ଦେଇଥିଲେ। ମୁଁ ଲେକିନ ସେ ବର୍ତ୍ତମାନ ବିଷୟରେ ଆପଣଙ୍କର କ'ଣ ନା ମୁଁ ବର୍ତ୍ତମାନ ବି ବାର୍ତ୍ତା ଦେଉଛି, ଆସନ୍ତା ବର୍ଷ ଠାରୁ ମୁଁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଆଉ କଂସ ଅଭିନୟ କରିବି ନାହିଁ। କଂସ ଅଭିନୟ ବରଗଡ଼ରେ ସିନା କରିବି ନାହିଁ, କିନ୍ତୁ 30ଟା ଜିଲ୍ଲାରେ ଯେଉଁ ଯାତ୍ରା ମାନେ ହେଉଛି, କେଉଁଠି ଧନୁଯାତ୍ରା, କେଉଁଠି ରାବଣ ଯାତ୍ରା, କେଉଁଠି ଜଳନ୍ଧର, କେଉଁଠି ତାରକାସୁର, କେଉଁଠି ମୁରାସୁର, କେଉଁଠି ହିରଣ୍ୟକଶ୍ୟପ, କେଉଁଠି ମହିଷାସୁର, ଏମିତି ମୁଁ ବର୍ଷକୁ 40ରୁ 45 50ଟା ଯାତ୍ରାରେ ଅଭିନୟ କରୁଅଛି ଏବଂ କରୁଥିବି ମଧ୍ୟ। ମାନେ ମୁଁ ପବ୍ଲିକ ଯାତ୍ରା କରିବି, ବରଗଡ଼ ଧନୁଯାତ୍ରାରେ ମୁଁ ଆଉ ଅଭିନୟ କରିବି ନାହିଁ। କିଛି ଅସୁବିଧା ତ୍ରୁଟି ଆପଣଙ୍କ ମନରେ କ'ଣ ଦୁଃଖ ରହିଛି? ନା ନା ଦୁଃଖ କିଛି ନାହିଁ, ଦୁଃଖ କିଛି ନାହିଁ। ମାନେ ଦେଖ, ବର୍ତ୍ତମାନ ମୋରି ମିନିମମ୍ 29 ଜଣ ଛାତ୍ର କଂସ କରୁଛନ୍ତି। ଯେଉଁମାନେ ମୋ ପାଖରେ ମନ୍ତ୍ରୀ କରୁଥିଲେ, ସେନାପତି କରୁଥିଲେ, ସେମାନେ ବର୍ତ୍ତମାନ 29 ଜଣ ଛାତ୍ର ସେମାନେ କଂସ ଅଭିନୟ, ରାବଣ ଅଭିନୟ, ଜଳନ୍ଧର ଅଭିନୟ କରୁଛନ୍ତି। ତେଣୁ ମୁଁ ସେ ସମସ୍ତଙ୍କର ଗୁରୁ। ମୁଁ ଯଦି ଜାବୁଡ଼ିକି ଧରିକି ବସିଥିବି ବରଗଡ଼ ଧନୁଯାତ୍ରାକୁ, ତାହେଲେ ସେ ପିଲାମାନେ ଶିଖିବେ କେବେ, ଉନ୍ନତି କରିବେ କେବେ? ତେଣୁ ନୂତନ ପିଢ଼ିକୁ ଆମେ ସୁଯୋଗ ଦେବା, ଯେଉଁଟାକି ସମସ୍ତଙ୍କ ପାଇଁ ସେଇଟା ଭଲ ହେବ। ନୂତନ ପିଢ଼ି ଆସନ୍ତୁ, କଂସ ଅଭିନୟ କରନ୍ତୁ ଏବଂ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଅଭିନୟ କରି ନାଁ କମାନ୍ତୁ। ପ୍ରତିଦିନ ଦିନଚର୍ଯ୍ୟା ଉପରେ ଆମେ ଯଦି କଥା ହେବା, ଆପଣ ସକାଳୁ ରାତି ପର୍ଯ୍ୟନ୍ତ କ'ଣ କ'ଣ ଆପଣଙ୍କର ଦିନଚର୍ଯ୍ୟାରେ କରନ୍ତି? ସକାଳୁ ଉଠିକି ମୁଁ ସର୍ବପ୍ରଥମରେ ନିତ୍ୟକର୍ମ ସାରିକି ପ୍ରଥମ ମୁଁ ଅଧଘଣ୍ଟା 45 ମିନିଟ୍ ହଉ ଘଣ୍ଟେ ଅଧଘଣ୍ଟା ମିନିମମ୍ ମୁଁ ନିଶ୍ଚୟ ଯୋଗ କରିବି। ଯୋଗ ପରେ ଚା ଫାଟିକି ଖାଇକି ତାପରେ ମୁଁ ଗାଧେଇବି। ଗାଧେଇକି ମୋ ଠାକୁରାଣୀଙ୍କୁ ପୂଜା କରିବି, ଠାକୁରାଣୀଙ୍କୁ ପୂଜା କରିବି। ପୂଜା କରି ସାରିଲା ପରେ ଖରା ବର୍ଷା ଶୀତ ସବୁଦିନ ମୁଁ ବାସି ପଖାଳ ଖାଏ, ଏଇଟା ସମସ୍ତେ ଜାଣିଛନ୍ତି। ଖାଇସାରିଲା ପରେ ତାପରେ ନିତ୍ୟକର୍ମ, ବରଗଡ଼ ଯାଅ କି କ'ଣ ହେଲା କି କେଉଁଠି ହେଲା, ପୁଣି ନିଜ ପରିବାର ଅଛି, ତାଙ୍କ ଦୁଃଖ ସୁଖ 5-15 ସବୁ ବୁଝିବାକୁ ହେଉଛି। ଏମିତି ଭାବରେ ଦିନଟା କଟିଯାଏ। ଆଉ ଆଗ କାଳରେ ଯେଉଁମାନେ କଂସ କରୁଥିଲେ, ଏଇଟା ଗୋଟେ ଉକ୍ତି, ମାନେ ଆଗରୁ ଲୋକ କହୁଥିଲେ ଯେ କଂସ ରାଜାର ବଂଶ ବଢ଼ୁ, କଂସ ବୋଲେ ଖାଏମା ଲୁଡ଼ୁ। ତେଣୁ ଏ କଥାଟା ଶୁଣି ସାରିଲା ପରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଅଭିନୟ କରିବା ପାଇଁ ଆଉ କେହି ଆସୁନଥିଲେ, ସେଥିରେ ଲେଖାରେ ବି ଦେଖି ସେମାନେ ନିଜକୁ ଆସୁନଥିଲେ। କିନ୍ତୁ ଯେତେବେଳେ 1998 ମସିହାରେ ଚୟନ ପ୍ରକ୍ରିୟା ହେଲା, ଆମେ 19 ଜଣ କଂସ କଳାକାର ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲୁ। ସେତେବେଳେ ମୁଁ ଉତ୍ତୀର୍ଣ୍ଣ ହୋଇଥିଲି। ମୁଁ ମୋ ମା ବାପାର ଗୋଟିଏ ପୁଅ, କିନ୍ତୁ ମୋ ମା ବାପା କେବେ ମନା କରିନାହାନ୍ତି। ତେଣୁ ମୋ ମା ବାପାଙ୍କ ଆଶୀର୍ବାଦରେ ମୁଁ 98 ମସିହାରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ବାହାରିଛି। ତାକୁ ପଛରେ ପକେଇଲେ ମୋ ମା ବାପା, କଂସ ରାଜାର ବଂଶ ବଢ଼ୁ, କଂସ ବୋଲେ ଖାଏମା। ବର୍ତ୍ତମାନ ସେ ମୋ ସମୟରୁ ବର୍ତ୍ତମାନ ଶହ ଶହ କଳାକାର ଆସିଲେଣି କଂସ ଅଭିନୟ କରିବା ପାଇଁ। ତେଣୁ এইটা ଗୋଟେ ଅନ୍ଧବିଶ୍ୱାସ। ଯଦି ଅନ୍ଧବିଶ୍ୱାସ ନୁହଁ, ତାହେଲେ ମୋର 3 ପୁଅ, 3 ବୋହୂ, 4 ନାତି ନାତୁଣୀ, ବଂଶ ବଢ଼ିବ କ'ଣ, ବଂଶ ବୃଷାଳ ହେଇଯାଉଛି। ତେଣୁ ମୁଁ କଳାକାରମାନଙ୍କୁ ପଦଟିଏ କହୁଛି, ଏ କଥାକୁ କେହି କାନରେ ଧରିବେ ନାହିଁ। କଂସ ରାଜାର ବଂଶ ବଢ଼ୁ, କଂସ ବୋଲେ ଖାଏମା ଲୁଡ଼ୁ, এইটা ঠিক ନୁହଁ। କ'ଣ ତାକୁ କହନ୍ତି, ଆମ ସମ୍ବଲପୁରୀ ଭାଷାରେ କ'ଣ ଗୋଟେ କହନ୍ତି ତାକୁ। ତେଣୁ ଏ କଥାକୁ କେହି କାନରେ ଧରିବେ ନାହିଁ। କଳାକାର ଆଗେଇ ଆସନ୍ତୁ ଏବଂ ଇଣ୍ଟରଭ୍ୟୁ ଦିଅନ୍ତୁ। ପ୍ରତ୍ୟେକ ବର୍ଷ ଇଣ୍ଟରଭ୍ୟୁ ଯେତେବେଳେ ହେଉଛି ଆସନ୍ତୁ ଏବଂ ଦେଖିବା ହାତୀ କା ମୁଣ୍ଡରେ ସୁନା କଳସ ଢାଳିବ। ସମସ୍ତଙ୍କର ଆମ ଅଞ୍ଚଳ ଗୋଟିଏ
ସମସ୍ତଙ୍କର ଗୋଟେ ପ୍ରସ୍ତାବ ରହିଛି, ଗୋଟେ ମନ ଇଚ୍ଛା ରହିଛି କି ଧନୁଯାତ୍ରା ବରଗଡ଼ର ସମ୍ବଲପୁରୀ ଭାଷାରେ ହଉ, ସେ ଉପରେ ଆପଣ କ'ଣ କହିବେ? ଦେଖନ୍ତୁ, କହୁଛନ୍ତି ଧନୁଯାତ୍ରା ସମ୍ବଲପୁରୀ ଭାଷାରେ ହଉ, ଯୁକ୍ତିଯୁକ୍ତ, ମୁଁ ସ୍ୱୀକାର କରୁଛି, କିନ୍ତୁ ଏ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ତେଣୁ ଏଟା ଓଡ଼ିଆରେ ବି ହେବ, ସମ୍ବଲପୁରୀରେ ବି ହେବ, ହିନ୍ଦୀରେ ହେବ, ଛତିଶଗଡ଼ୀରେ ହେବ, ତେଲୁଗୁରେ ହେବ। ଚଳିତ ବର୍ଷ 77ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଯେଉଁ ହେଲା, ଆମ କଳାକାରମାନଙ୍କର ସମନ୍ୱୟରେ ଚଳିତ ବର୍ଷ ଓଡ଼ିଆରେ ହେଇଛି, ସମ୍ବଲପୁରୀରେ ହେଇଛି, ହିନ୍ଦୀରେ ହେଇଛି, ଛତିଶଗଡ଼ୀରେ ହେଇଛି ଏବଂ ତାମିଲ ଭାଷାରେ ବି ହେଇଛି, ଆନ୍ଧ୍ର ଭାଷାରେ। ତେଣୁ ଏଇଟା ବିଶ୍ୱ ପ୍ରସିଦ୍ଧ। ଆଉ ଯଦି କେହି କଂସ ଆଉ କିଛି ଭାଷା ବି ଏ ଭିତରେ ରଖିକି ଧନୁଯାତ୍ରା କରିବେ, ତାହେଲେ ଆହୁରି ଆମେ ଖୁସି। কৃষ্ণ বলরাম কৃষ্ণ বলরাম কৃষ্ণ বলরাম বারম্বার প্রতিধ্বনিত ହେଉଛି ମୋ ମାନସ କୁଞ୍ଜେ। କିଏ କିଏ ସେଇ କୃଷ୍ଣ, କିଏ ବଳରାମ? ଏ ଦ୍ୱାପର ଯୁଗରେ ଶତ୍ରୁ ରୂପେ ଜନ୍ମ ନେଇଅଛି ପବନଗ୍ରେ ନନ୍ଦ ରାଜାଗୃହୀ। ଅଷ୍ଟବର୍ଷ ବିନାଶ କରିବ ତ୍ରିଭୁବନ ବିଜୟୀ ବୀର କଂସାସୁରୀ। কৃষ্ণ বলরাম ত্রিভুবন বিজয় কংস ভূমি মথুরা রাজ্যরে স্বর্গবর্ত পাতালକୁ କରିଅଛି ଜୟ। নৃত্যপণে ঘটাইছি সমস্ত দেবতা মণ্ডলী। অপেক্ষা কর কৃষ্ণ বলরাম, আসুছি যে সুবর্ণ সুযোগ। কোলে বলে কৌশলে নিহত করিবি মুই এ দ্বাপর যুগরু কৃষ্ণ বলরাম। ତେଣୁ ଗ୍ରାଉଣ୍ଡ ନ୍ୟୁଜ୍ 7 ସୁନ୍ଦର। ତେଣୁ ମୁଁ ଗ୍ରାଉଣ୍ଡ ନ୍ୟୁଜ୍ 7ର ସମସ୍ତ ଦର୍ଶକ ଦର୍ଶିକାମାନଙ୍କୁ ଆଦେଶ ଦେଉଛି, ସମସ୍ତେ ଶୁଣନ୍ତୁ, ସମସ୍ତେ ଦେଖନ୍ତୁ ଏବଂ ଏ ଗ୍ରାଉଣ୍ଡ ନ୍ୟୁଜ୍ 7ର ସମସ୍ତ କର୍ମକର୍ତ୍ତାମାନଙ୍କୁ ମୁଁ ଆଶୀର୍ବାଦ କରୁଛି। ଗ୍ରାଉଣ୍ଡ ନ୍ୟୁଜ୍ 7ର ଉତ୍ତରୋତ୍ତର ଉନ୍ନତି ହେଉ। ଜୟ ମା ସମଲେଇ, ଜୟ ମା ସମଲେଇ, ଜୟ ମା ସମଲେଇ।